ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଜଣା ଅଜଣା ଜ୍ଞାନ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେବେ ଆପଣ ଅନୁଭବ କରିଛନ୍ତି କି ଆପଣ ଠିକ୍ ଥିଲେ ମଧ୍ୟ ସାମ୍ନାରେ ଥିବା ମଣିଷଟି ଆପଣଙ୍କୁ ହାଲକା ଭାବରେ ନେଉଛି। ଆପଣଙ୍କ କଥାରେ କୌଣସି ମୂଲ୍ୟ ନାହିଁ, ଆପଣଙ୍କ ପରିଶ୍ରମର କୌଣସି ମୂଲ୍ୟ ନାହିଁ ଏବଂ ଆପଣଙ୍କ ଉପସ୍ଥିତିକୁ ମଧ୍ୟ ଅଣଦେଖା କରାଯାଉଛି। ଆପଣ ବୁଝାଇବାକୁ ଚେଷ୍ଟା କରନ୍ତି, ନିଜକୁ ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ବାରମ୍ବାର ନିଜକୁ ନୁଆଇଁ ଦିଅନ୍ତି, କିନ୍ତୁ ବଦଳରେ କେବଳ ଟାହିଟାପରା, ଅପମାନ ଓ ଅବହେଳା ମିଳେ। ଧୀରେ ଧୀରେ ଏସବୁ ଆପଣଙ୍କ ଆତ୍ମସମ୍ମାନକୁ ଭିତରୁ ଭାଙ୍ଗି ଦେବାକୁ ଲାଗେ। ସବୁଠାରୁ ଅଧିକ କଷ୍ଟ ସେତେବେଳେ ହୁଏ ଯେତେବେଳେ ଆପଣ ଜାଣନ୍ତି ଯେ ଭୁଲ ଆପଣଙ୍କର ନୁହେଁ, ତଥାପି ଆପଣଙ୍କୁ ସମ୍ମାନ ମିଳୁନାହିଁ। କିନ୍ତୁ ଏଠାରେ ଜୀବନ ଆମକୁ ଏକ ବଡ଼ ପ୍ରଶ୍ନ ପଚାରେ। ପ୍ରତ୍ୟେକ ଥର ନିଜକୁ ପ୍ରମାଣ କରିବା କ'ଣ ଜରୁରୀ? ଯେଉଁ ମଣିଷ ଆପଣଙ୍କ ମୂଲ୍ୟକୁ ବୁଝୁନାହିଁ, ତା ପଛରେ ବାରମ୍ବାର ଦୌଡ଼ିବା କ'ଣ ଠିକ୍? ଚାଣକ୍ୟ ନୀତି କହେ, ନା। ଯେତେବେଳେ କେହି ଆପଣଙ୍କ ମହତ୍ତ୍ୱକୁ ବୁଝୁନାହିଁ, ସେତେବେଳେ ନିଜକୁ ବଦଳାଇବା ନୁହେଁ, ବରଂ ନିଜର ଆଭିମୁଖ୍ୟ ବଦଳାଇବା ଆବଶ୍ୟକ। କାରଣ ସମ୍ମାନ ମାଗି ନିଆଯାଏ ନାହିଁ, ସମ୍ମାନ ନିଜ କର୍ମ ଓ ବ୍ୟକ୍ତିତ୍ୱ ଦ୍ୱାରା ଗଢ଼ିବାକୁ ପଡ଼େ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ମୂଳ ଶିକ୍ଷା ହେଉଛି, ଅପମାନର ତୁରନ୍ତ ଉତ୍ତର ଦେବା ମୂର୍ଖତା, କିନ୍ତୁ ସେହି ଅପମାନକୁ ନିଜର ଶକ୍ତିରେ ପରିଣତ କରିବା ହେଉଛି ପ୍ରକୃତ ବୁଦ୍ଧିମତ୍ତା। ଚାଣକ୍ୟ ମଧ୍ୟ ଅପମାନର ପ୍ରତିଶୋଧ କ୍ରୋଧରେ ନେଇନଥିଲେ। ସେ ନୀତି ଓ ରଣନୀତିର ଆଶ୍ରୟ ନେଇଥିଲେ। ନିଜକୁ ଏତେ ସକ୍ଷମ କରିଥିଲେ ଯେଉଁମାନେ ଦିନେ ତାଙ୍କୁ ଅସ୍ୱୀକାର କରୁଥିଲେ, ପରେ ସେହିମାନେ ତାଙ୍କ ସାମ୍ନାରେ ମୁଣ୍ଡ ନୁଆଇବାକୁ ବାଧ୍ୟ ହୋଇଥିଲେ। ଆଜି ଆମେ ଚାଣକ୍ୟ ନୀତି ଆଧାରିତ ଏପରି 10ଟି କଥା ଜାଣିବା, ଯାହାକୁ ଯଦି କେହି ଆପଣଙ୍କୁ ଅଣଦେଖା କରେ, ନିଚା ଦେଖାଏ କିମ୍ବା ଆପଣଙ୍କ ମୂଲ୍ୟ ବୁଝେ ନାହିଁ, ସେତେବେଳେ ଆପଣ ଅନୁସରଣ କରନ୍ତି, ତେବେ ଆପଣଙ୍କ ଜୀବନର ଦିଗ ବଦଳିପାରେ। ଏହି ଉପାୟଗୁଡ଼ିକ ଆପଣଙ୍କୁ ବିନା ବିତର୍କ, ବିନା ଝଗଡ଼ା ଏବଂ ବିନା କାହାର ପଛରେ ଦୌଡ଼ି ଏପରି ଏକ ସ୍ଥାନକୁ ନେଇଯିବ ଯେଉଁଠାରେ ଲୋକମାନେ ନିଜେ ଆପଣଙ୍କୁ ସମ୍ମାନ କରିବା ଆରମ୍ଭ କରିବେ। ମନେ ରଖନ୍ତୁ, ଏହି ପରିବର୍ତ୍ତନ ଗୋଟିଏ ରାତିରେ ହେବ ନାହିଁ। ଚାଣକ୍ୟ ମଧ୍ୟ ପ୍ରତିଶୋଧ ନୁହେଁ, ଧୈର୍ଯ୍ୟ ଓ ରଣନୀତିକୁ ବାଛିଥିଲେ। ସେ ସମୟ ନେଇଥିଲେ, ନିଜକୁ ଶକ୍ତିଶାଳୀ କରିଥିଲେ ଏବଂ ଶେଷରେ ଇତିହାସ ବଦଳାଇଥିଲେ। ଏହି 10ଟି କଥା ମଧ୍ୟ ସେହିପରି। ଯଦି ଆପଣ ଏଗୁଡ଼ିକୁ ଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣଙ୍କ ଆତ୍ମସମ୍ମାନ ଓ ମୂଲ୍ୟ ନିଶ୍ଚିତ ଭାବରେ ବଢ଼ିବ ଏବଂ ଶେଷରେ ଏକ ବୋନସ୍ କଥା ମଧ୍ୟ ରହିବ, ଯାହା ଆପଣଙ୍କ ଜୀବନରେ ଏହି ଶିକ୍ଷାକୁ ଆହୁରି ଶକ୍ତିଶାଳୀ କରିପାରେ। ପ୍ରଥମ କଥା, ଯିଏ ଆପଣଙ୍କ ଜୀବନରୁ ଯିବାକୁ ଚାହୁଁଛି, ତାକୁ ଯିବାକୁ ଦିଅନ୍ତୁ। ଯେତେବେଳେ କୌଣସି ମଣିଷ, ସେ ବନ୍ଧୁ ହେଉ, ସମ୍ପର୍କୀୟ ହେଉ କିମ୍ବା ଆପଣଙ୍କ ନିକଟତମ ବ୍ୟକ୍ତି ହେଉ, ଆପଣଙ୍କ ସହିତ ରହିବା ପରିବର୍ତ୍ତେ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛି, ତେବେ ତାକୁ ରୋକିବାର ଆବଶ୍ୟକତା ନାହିଁ। ସେ ଆପଣଙ୍କ ବିରୋଧରେ କହୁ, ଆପଣଙ୍କୁ ନିଚା ଦେଖାଉ କିମ୍ବା ଆପଣଙ୍କ ମୂଲ୍ୟକୁ ଅଣଦେଖା କରୁ। ସେହି ସମୟରେ ସବୁଠାରୁ ବୁଦ୍ଧିମାନ ପଦକ୍ଷେପ ହେଉଛି ଶାନ୍ତ ରହିବା ଏବଂ ତାକୁ ନିଜ ଇଚ୍ଛା ଅନୁସାରେ ଯିବାକୁ ଦେବା। ଚାଣକ୍ୟ ନୀତିରେ କୁହାଯାଇଛି ଯେ ଯେଉଁ ବନ୍ଧୁ ବିପଦ ସମୟରେ ସାଥ ଦିଏ ନାହିଁ, ଯିଏ କଷ୍ଟ ସମୟରେ ସହାୟତା କରେ ନାହିଁ, ତାଠାରୁ ଦୂରେଇ ରହିବା ହିଁ ବୁଦ୍ଧିମତ୍ତା। ଏବେ ଭାବନ୍ତୁ, ଯଦି କେହି ଆପଣଙ୍କ କଷ୍ଟ ସମୟରେ ଆପଣଙ୍କୁ ବୁଝିବା ପରିବର୍ତ୍ତେ ବିଚାର କରେ, ଆପଣଙ୍କୁ ଛାଡ଼ି ଚାଲିଯାଏ ଏବଂ ଆପଣଙ୍କ ମୂଲ୍ୟକୁ ବୁଝେ ନାହିଁ, ତେବେ ତା ପଛରେ କାହିଁକି ଦୌଡ଼ିବେ?
ସେ ଚାଲିଯିବା ଯୋଗୁଁ ନିଜର ଦୁର୍ବଳ କାହିଁକି ଭାବିବେ? ହୁଏତ ସେହି ସମୟରେ ଆପଣଙ୍କ ମନ ଭିତରୁ ଭାଙ୍ଗି ଯାଇଥିବ, ମନରେ ଅନେକ ଚିନ୍ତା ଚାଲିଥିବ, ଆପଣ ଏକୁଟିଆ ଅନୁଭବ କରୁଥିବେ। ତଥାପି ସେହି ମୁହୂର୍ତ୍ତରେ ନିଜ ଆତ୍ମସମ୍ମାନକୁ ସବୁଠାରୁ ଉପରେ ରଖନ୍ତୁ। ଯଦି ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଭାବନାକୁ ସମ୍ମାନ କରୁନାହିଁ, ତେବେ ତାକୁ ଜୋର କରି ଅଟକାଇବା ଚେଷ୍ଟା କରି ଆପଣ କେବଳ ନିଜକୁ ଆହୁରି ତଳକୁ ନେଇଯିବେ। କେବେ କେବେ କାହାକୁ ଯିବାକୁ ଦେବା ମଧ୍ୟ ଏକ ପ୍ରକାର ବିଜୟ। ଆପଣ କେତେ ଆଘାତ ପାଇଛନ୍ତି ତାହା ସମସ୍ତଙ୍କୁ କହିବା ଆବଶ୍ୟକ ନାହିଁ, ବରଂ ଏହା ଦେଖାଇବା ଆବଶ୍ୟକ ଯେ ଆପଣଙ୍କ ମୂଲ୍ୟ ଅନ୍ୟ କାହାର ବ୍ୟବହାର ଉପରେ ନିର୍ଭର କରେ ନାହିଁ। ଆପଣ ଏହା ହୋଇଥିଲେ ମଧ୍ୟ ନିଜ ଆତ୍ମସମ୍ମାନ ସହିତ ଠିଆ ହୋଇପାରିବେ। ଦ୍ୱିତୀୟ କଥା, ଯେଉଁ ମଣିଷ ସବୁବେଳେ ଆପଣଙ୍କ ସହିତ ଥିଲା, ପୁଣି ସେହି ମଣିଷ ସହିତ ଯୋଡ଼ି ହୁଅନ୍ତୁ। ଯେତେବେଳେ ଆମେ କାହା ସହିତ ଅତ୍ୟଧିକ ଜଡ଼ିତ ହୋଇଯାଉ, ଧୀରେ ଧୀରେ ଆମେ ନିଜଠାରୁ ଦୂରେଇ ଯାଉ। ଆମର ଖୁସି, ସମୟ, ପରିଚୟ ସବୁକିଛି ଅନ୍ୟ ଜଣଙ୍କୁ ଦେଇଦେଉ ଏବଂ ଯେତେବେଳେ ସେହି ବ୍ୟକ୍ତି ଚାଲିଯାଏ, ଆମକୁ ଲାଗେ ଯେପରି ସବୁକିଛି ଶେଷ ହୋଇଗଲା। କିନ୍ତୁ ସତ୍ୟ ହେଉଛି, ସେହି ସମ୍ପର୍କରେ ସବୁଠାରୁ ସଚ୍ଚୋଟ ଏବଂ ଶକ୍ତିଶାଳୀ ସାଥୀ ଆଉ କେହି ନୁହେଁ, ଆପଣ ନିଜେ, ଯିଏ ପ୍ରତ୍ୟେକ ଦୁଃଖରେ ଆପଣଙ୍କ ସହିତ ଥିଲେ, ପ୍ରତ୍ୟେକ ଥର ପଡ଼ିଯିବା ପରେ ଆପଣଙ୍କୁ ଉଠାଇଥିଲେ। ଏବେ ନିଜ ପାଖକୁ ଫେରିବାର ସମୟ। ଯେଉଁ ସମୟ, ଧ୍ୟାନ ଓ ଭାବନା ଆପଣ ଅନ୍ୟ କାହାକୁ ଦେଉଥିଲେ, ଏବେ ସେସବୁ ନିଜକୁ ଦିଅନ୍ତୁ। ନିଜ ସହିତ ବନ୍ଧୁତା କରନ୍ତୁ, ନିଜକୁ ବୁଝନ୍ତୁ, ଗ୍ରହଣ କରନ୍ତୁ ଏବଂ ନିଜକୁ ଭଲ ପାଇବା ଶିଖନ୍ତୁ। ଚାଣକ୍ୟଙ୍କ ନୀତିରେ ଶିକ୍ଷା ହେଉଛି, ମଣିଷର ସ୍ୱଭାବ ବଦଳାଇବା ସହଜ ନୁହେଁ। ତେଣୁ ବାରମ୍ବାର ଅନ୍ୟଠାରୁ ଆଶା ରଖି ନିଜକୁ ଭାଙ୍ଗିବା ଅପେକ୍ଷା ନିଜ ଭିତରକୁ ଦେଖିବା ଭଲ। ଏକୁଟିଆ ରହିବା କୌଣସି ଅଭିଶାପ ନୁହେଁ, ଏହା ନିଜକୁ ଖୋଜିବାର ଏକ ସୁଯୋଗ। ଯେପରି ଚନ୍ଦ୍ର, ସୂର୍ଯ୍ୟ ଓ ପର୍ବତ ଏକାକୀ ହୋଇଥିଲେ ମଧ୍ୟ ମହାନ, ସେହିପରି ଆପଣ ମଧ୍ୟ ଏକା ହୋଇ ଶକ୍ତିଶାଳୀ ହୋଇପାରିବେ। ଯେତେବେଳେ ମଣିଷ ନିଜ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଦୁନିଆର କୌଣସି ଅଭାବ ତାକୁ ଦୁର୍ବଳ କରିପାରେ ନାହିଁ। ଏବେ ଜାଣିବା ତୃତୀୟ କଥା, ନିଜେ ହରାଇଥିବା ମୂଲ୍ୟ ଫେରାଇବା ପାଇଁ ନିଜ ମନକୁ ଶାନ୍ତ ରଖିବା ଶିଖନ୍ତୁ। ଯେତେବେଳେ କେହି ଆପଣଙ୍କୁ ସମ୍ମାନ କରେ ନାହିଁ, ଅଣଦେଖା କରେ କିମ୍ବା ନିଚା ଦେଖାଏ, ସେତେବେଳେ ମନରେ କ୍ରୋଧ, ଈର୍ଷା ଓ ପ୍ରତିଶୋଧର ଭାବନା ଆସିବା ସ୍ୱାଭାବିକ। କିନ୍ତୁ ଏଠାରେ ହିଁ ସବୁଠାରୁ ବଡ଼ ଭୁଲ ହୁଏ। କ୍ରୋଧରେ ଦିଆଯାଇଥିବା ପ୍ରତିକ୍ରିୟା ଆପଣଙ୍କ ନୁହେଁ, ଆପଣଙ୍କ ମୂଲ୍ୟର ପରାଜୟ ହୋଇଯାଏ। କାରଣ ଯେଉଁ ମଣିଷ ଆପଣଙ୍କୁ ସମ୍ମାନ କରିନାହିଁ, ଯଦି ଆପଣ ସେହି ମଣିଷ ପାଇଁ ନିଜ ଶାନ୍ତି ହରାଇ ଦିଅନ୍ତି, ତେବେ ଆପଣ ନିଜର ସବୁଠାରୁ ମୂଲ୍ୟବାନ ଜିନିଷ, ମାନସିକ ଶକ୍ତି ତାକୁ ଦେଇଛନ୍ତି। ଶାନ୍ତି ଦୁର୍ବଳତା ନୁହେଁ, ଏହା ଏକ ବଡ଼ ଶକ୍ତି। ଆପଣ ଯେତେବେଳେ ଶାନ୍ତ ରୁହନ୍ତି, ସେତେବେଳେ ପରିସ୍ଥିତିର ଦାସ ହୁଅନ୍ତି ନାହିଁ। ଆପଣ ବୁଝିପାରନ୍ତି ଯେ ଆପଣଙ୍କ ପରିଚୟ ଅନ୍ୟ କାହାର କଥା କିମ୍ବା ବ୍ୟବହାର ଦ୍ୱାରା ନିର୍ଦ୍ଧାରିତ ହୁଏ ନାହିଁ। ଏହି ଲଢ଼େଇ ବାହାରର ନୁହେଁ, ନିଜ ମନ ଓ ଚିନ୍ତାର ଲଢ଼େଇ। ଯେତେବେଳେ ଆପଣ ନିଜ ମନକୁ ନିୟନ୍ତ୍ରଣ କରିବା ଶିଖିଯାଆନ୍ତି, ସେତେବେଳେ କେହି ଆପଣଙ୍କୁ ଛୋଟ ଅନୁଭବ କରାଇପାରିବେ ନାହିଁ। ଚତୁର୍ଥ କଥା, ଏପରି କିଛି ହାସଲ କରନ୍ତୁ ଯାହା ବିଷୟରେ ଦୁନିଆ କେବେ ଚିନ୍ତା ମଧ୍ୟ କରିନଥିବ। ଯେତେବେଳେ କେହି ଆପଣଙ୍କୁ ନିଚା ଦେଖାଏ, ଆପଣ ଯୋଗ୍ୟତା ଉପରେ ପ୍ରଶ୍ନ କରେ କିମ୍ବା ଆତ୍ମସମ୍ମାନକୁ ଆଘାତ ଦିଏ, ସେତେବେଳେ ସବୁଠାରୁ ବଡ଼ ଭୁଲ ହେଉଛି ସେହି ଦୁଃଖରେ ବୁଡ଼ି ରହିବା। କିନ୍ତୁ ଚାଣକ୍ୟ ନୀତି ଶିକ୍ଷା ହେଉଛି, ଦୁଃଖରେ ବୁଡ଼ି ରୁହନ୍ତୁ ନାହିଁ,
ତାହାକୁ ନିଜର ଶକ୍ତିରେ ପରିଣତ କରନ୍ତୁ। ସେହି ଅପମାନକୁ ନିଜର ଉନ୍ନତିର ଇନ୍ଧନ କରନ୍ତୁ। ନିଜକୁ ଏତେ ବ୍ୟସ୍ତ, ଏତେ ଏକାଗ୍ର କରନ୍ତୁ ଯେ କାହାର ଟାହିଟାପରା, ଅବହେଳା ଏବଂ ଅନୁପସ୍ଥିତି ବିଷୟରେ ଚିନ୍ତା କରିବାକୁ ଆପଣଙ୍କ ପାଖରେ ସମୟ ନଥାଉ। ଆପଣଙ୍କ ଦକ୍ଷତାକୁ ପୁଣି ଥରେ ଉନ୍ନତ କରନ୍ତୁ। ଯେଉଁ ସ୍ୱପ୍ନଗୁଡ଼ିକୁ ସମ୍ପର୍କରେ ଭିଡ଼ରେ ମଧ୍ୟରେ କେଉଁଠି ଭୁଲି ଯାଇଥିଲେ, ସେହି ସ୍ୱପ୍ନଗୁଡ଼ିକୁ ପୁଣି ଧରନ୍ତୁ। ନିଜ କାର୍ଯ୍ୟ, ଲକ୍ଷ୍ୟ ଓ ଭବିଷ୍ୟତ ଉପରେ ଏତେ ଧ୍ୟାନ ଦିଅନ୍ତୁ ଯେ ଲୋକମାନେ ଆପଣଙ୍କ ସହିତ ଦେଖା କରିବା ପାଇଁ ସମୟ ମାଗନ୍ତୁ। ସେତେବେଳେ ଆପଣ କେବଳ ଏତିକି କହିପାରିବେ, ଏବେ ମୁଁ ମୋ ସ୍ୱପ୍ନ ସହିତ ଦେଖା କରିବାକୁ ବ୍ୟସ୍ତ ଅଛି। ମନେ ରଖନ୍ତୁ, ଦୁନିଆ ସେହି ଲୋକଙ୍କ କଥା ଶୁଣେ ଯେଉଁମାନେ କିଛି କରି ଦେଖାନ୍ତି। ଭିଡ଼ ମଧ୍ୟରେ ଠିଆ ହୋଇ ସମ୍ମାନ ମାଗିଲେ ହୁଏତ କେହି ଶୁଣିବେ ନାହିଁ, କିନ୍ତୁ ଯେତେବେଳେ ଆପଣ ଉଚ୍ଚତାକୁ ଚଢ଼ିବା ଆରମ୍ଭ କରନ୍ତି, ସେତେବେଳେ ଭିଡ଼ ନିଜେ ଆପଣଙ୍କୁ ଦେଖିବାକୁ ଆସେ। ପଞ୍ଚମ କଥା, ନିଜ ପାଇଁ ସୀମା ନିର୍ଦ୍ଧାରଣ କରନ୍ତୁ, ଯାହାଦ୍ୱାରା ଲୋକମାନେ ଆପଣଙ୍କୁ ହାଲକା ଭାବରେ ନେବେ ନାହିଁ। ବନ୍ଧୁଗଣ, ଅନେକ ସମୟରେ ଲୋକମାନେ ଆମର ମୂଲ୍ୟକୁ ଏଥିପାଇଁ ବୁଝିପାରନ୍ତି ନାହିଁ କାରଣ ଆମେ ନିଜେ ସେମାନଙ୍କୁ ଆମର ସୀମା ବିଷୟରେ ଜଣାଇନଥାଉ। ସମସ୍ତଙ୍କୁ ଖୁସି ରଖିବାର ଚେଷ୍ଟାରେ ଆମେ ନିଜର ସମୟ, ଶକ୍ତି ଓ ଆତ୍ମସମ୍ମାନକୁ ଅତ୍ୟଧିକ ଭାବରେ ବାଣ୍ଟି ଦେଉ। ତାପରେ ଆଶ୍ଚର୍ଯ୍ୟ ହେଉ ଯେ ଲୋକମାନେ ଆମକୁ ହାଲକା ଭାବରେ କାହିଁକି ନେଉଛନ୍ତି। ତେଣୁ ନିଷ୍ପତ୍ତି ନିଅନ୍ତୁ, ଆପଣଙ୍କ ଜୀବନରେ କିଏ କେତେ ସ୍ଥାନ ପାଇବ। ଏହି ସୀମା କେବଳ ମନରେ ନୁହେଁ, ଆପଣଙ୍କ ବ୍ୟବହାରରେ ମଧ୍ୟ ଦେଖାଯିବା ଦରକାର। ଯିଏ ବାରମ୍ବାର ଆପଣଙ୍କ ଭାବନା ସହିତ ଖେଳେ, ତାଠାରୁ ଦୂରେଇ ରହିବା ଭୁଲ ନୁହେଁ। ଯିଏ କେବଳ ଆବଶ୍ୟକତା ସମୟରେ ଆପଣଙ୍କ ମନେ ପକାଏ, ତାକୁ ନା କହିବା ମାନବିକତା ନୁହେଁ, ଏହା ଆତ୍ମସମ୍ମାନ। ଯିଏ ବାରମ୍ବାର ଆପଣଙ୍କୁ କଷ୍ଟ ଦିଏ, ତା ପାଇଁ ଆପଣଙ୍କ ନୀରବତା ମଧ୍ୟ ଏକ ଶକ୍ତିଶାଳୀର ଉତ୍ତର ହୋଇପାରେ। ଏବେ ଜାଣିବା ଷଷ୍ଠ କଥା, ନୋ ରିଏଣ୍ଟ୍ରି। ଯିଏ ଆପଣଙ୍କ ମୂଲ୍ୟ ବୁଝିନଥିଲା, ତାକୁ ପୁଣି ସେହି ସ୍ଥାନ ଦିଅନ୍ତୁ ନାହିଁ। ବନ୍ଧୁଗଣ, ଯେତେବେଳେ କେହି ଆପଣଙ୍କ ଦୁର୍ବଳ ସମୟରେ ଆପଣଙ୍କୁ ଛାଡ଼ି ଚାଲିଯାଏ, ଯେତେବେଳେ ଆପଣଙ୍କ ପାଖରେ ନାମ, ଧନ କିମ୍ବା ଶକ୍ତି କିଛି ନଥାଏ, କେବଳ ଆପଣଙ୍କ ସତ୍ୟତା, ଇଚ୍ଛା ଓ ଭାବନା ଥାଏ ଏବଂ ସେହି ମଣିଷ ସେସବୁକୁ ମଧ୍ୟ ଅସ୍ୱୀକାର କରିଦିଏ, ତେବେ କଥାଟି ସ୍ପଷ୍ଟ ହୋଇଯାଏ ଯେ ଆପଣ ନିଜ ପରିଶ୍ରମରେ ସଫଳ ହେବା ପରେ ସେହି ମଣିଷକୁ ପୁଣି ପୂର୍ବର ସ୍ଥାନ ଦେବା କୌଣସି ବଡ଼ ଉଦାରତା ନୁହେଁ, ବରଂ ଏହା ଆପଣଙ୍କ ସମଗ୍ର ଯାତ୍ରାର ଅପମାନ ହୋଇପାରେ। ଆପଣ ଯେଉଁ ଯନ୍ତ୍ରଣା ସହିଛନ୍ତି, ଯାହା ଅନ୍ୟମାନେ ଦେଖି ମଧ୍ୟ ନଥିଲେ, ସେହି ଯନ୍ତ୍ରଣା ଆପଣଙ୍କୁ ଆଜିର ମଣିଷ କରିଛି। ଆପଣ ନିଜକୁ ପୁଣି ଠିଆ କରିଛନ୍ତି। ଏବେ ଯଦି ସେହି ମଣିଷ ପୁଣି ଫେରିଆସେ, ତେବେ ନା କ୍ରୋଧ ଦେଖାନ୍ତୁ, ନା ଅସଭ୍ୟ ବ୍ୟବହାର କରନ୍ତୁ। କେବଳ ଶାନ୍ତ ଭାବରେ ନିଜ ସୀମାକୁ ରକ୍ଷା କରନ୍ତୁ ଏବଂ ପୂର୍ବର ସେହି ସ୍ଥାନ ପୁଣି ଦିଅନ୍ତୁ ନାହିଁ। କାହାକୁ ଶିକ୍ଷା ଦେବା ପାଇଁ ତାକୁ ନିଚା ଦେଖାଇବା ଦରକାର ନାହିଁ, କେବଳ ତାକୁ ନିଜ ଜୀବନରୁ ଦୂରେଇ ରଖିବା ହିଁ ଯଥେଷ୍ଟ। ମନେ ରଖନ୍ତୁ, ସମ୍ମାନ ପୁଣି ଥରେ ପାଇବା କଷ୍ଟକର, କିନ୍ତୁ ତାହାକୁ ପୁଣି କାହାର ହାତରେ ଦେଇଦେବା ଆପଣଙ୍କର ସବୁଠାରୁ ବଡ଼ ଭୁଲ ହୋଇପାରେ। ଏବେ ଜାଣିବା ସପ୍ତମ କଥା, ଏପରି ସଙ୍ଗତିରେ ରୁହନ୍ତୁ ଯେଉଁମାନେ ଆପଣଙ୍କ ମୂଲ୍ୟକୁ ବୁଝନ୍ତି। ଯେତେବେଳେ କେହି ଆପଣଙ୍କ ମୂଲ୍ୟ ବୁଝିନାହିଁ, ତାହାର ଏକ ବଡ଼ କାରଣ ଆପଣଙ୍କ ଯୋଗ୍ୟତା ନୁହେଁ, ବରଂ ଆପଣଙ୍କ ସଙ୍ଗତି ହୋଇପାରେ। କୁହାଯାଏ, ମଣିଷ ଯେଉଁ 5 ଜଣଙ୍କ ସହିତ ସବୁଠାରୁ ଅଧିକ ସମୟ କାଟେ, ସେମାନଙ୍କ ପ୍ରଭାବ ତାଙ୍କ ଚିନ୍ତାଧାରା ଉପରେ ପଡ଼େ। ତେଣୁ
ଆପଣ କେଉଁ ଲୋକଙ୍କ ମଧ୍ୟରେ ରହୁଛନ୍ତି ତାହା ଭାବିବା ଅତ୍ୟନ୍ତ ଜରୁରୀ। ଆପଣଙ୍କ ଚାରିପାଖରେ ଥିବା ଲୋକମାନେ କ'ଣ ଆପଣଙ୍କ କଥା ଧ୍ୟାନ ଦେଇ ଶୁଣନ୍ତି? ଆପଣଙ୍କ ପରିଶ୍ରମ ଉନ୍ନତିକୁ ପ୍ରଶଂସା କରନ୍ତି, ଆପଣଙ୍କୁ ଆଗକୁ ବଢ଼ିବାର ସାହସ ଦିଅନ୍ତି, ନା ସେମାନେ ଆପଣଙ୍କୁ ନିଚା ଦେଖାନ୍ତି, ଆପଣଙ୍କ ଯୋଗ୍ୟତା ମଜାକ ଉଡ଼ାନ୍ତି ଏବଂ ଧୀରେ ଧୀରେ ଆପଣଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରନ୍ତି? ଯଦି ଆପଣଙ୍କ ଚାରିପାଖରେ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ଆଗକୁ ବଢ଼ିବାକୁ ଚାହାନ୍ତି ନାହିଁ ଏବଂ ଅନ୍ୟର ଉନ୍ନତି ଦେଖି ଈର୍ଷା କରନ୍ତି, ତେବେ ଆପଣ କେତେକ ଭଲ ହେଲେ ମଧ୍ୟ ସେହି ପରିବେଶରେ ଆପଣଙ୍କ ବିକାଶ ଅଟକି ଯାଇପାରେ। ତେଣୁ ନିଜ ସଙ୍ଗୀତକୁ ବଦଳାଇବା ଆବଶ୍ୟକ। ଯେଉଁମାନେ ଆପଣଙ୍କ ସଫଳତାରେ ଖୁସି ହୁଅନ୍ତି, ଆପଣଙ୍କୁ ବିଚାର ନକରି ବୁଝାନ୍ତି ଏବଂ ଆପଣଙ୍କ ଚିନ୍ତାକୁ ସୀମିତ ନକରି ବଡ଼ କରନ୍ତୁ, ସେମାନଙ୍କ ସହିତ କଟାନ୍ତୁ। ଅନେକ ସମୟରେ ଜୀବନରେ ଆଗକୁ ବଢ଼ିବା ପାଇଁ ନିଜର ଘନିଷ୍ଠ ବୃତ୍ତକୁ ଛୋଟ କରିବାକୁ ପଡ଼େ। କାରଣ କମ୍ ଲୋକ ହେଲେ ମଧ୍ୟ ଠିକ୍ ଲୋକ ଆପଣଙ୍କ ମୂଲ୍ୟକୁ ଅନେକ ଗୁଣରେ ବଢ଼ାଇ ପାରନ୍ତି। ଆଉ ଯଦି ଏହି ସମୟରେ ଆପଣଙ୍କ ଚାରିପାଖରେ ଏପରି କେହି ନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ଭୁଲ ଲୋକଙ୍କ ସହିତ ରହିବା ଅପେକ୍ଷା କେବେ କେବେ ଏକା ରହିବା ଅଧିକ ଭଲ। ଅଷ୍ଟମ କଥା, ଲୋକେ କ'ଣ କହିବେ ଭାବନାରୁ ବାହାରି ନିଜକୁ ପଚାରନ୍ତୁ, ମୁଁ କ'ଣ ଚାହୁଁଛି? ଆମ ସମାଜରେ ଅନେକ ଲୋକ ନିଜ ଖୁସି ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ମତ ଅନୁସାରେ ଜୀବନ ବିତାନ୍ତି। ଆମେ ଯାହା କରିବାକୁ ଚାହୁଁ ତାହା କରୁନାହୁଁ, କାରଣ ସମ୍ପର୍କୀୟ, ପଡ଼ୋଶୀ, ବନ୍ଧୁ ଓ ସମାଜର କଥା ଆମ ହୃଦୟରେ କଥାଠାରୁ ଅଧିକ ଜୋରରେ ଶୁଣାଯାଏ। ଆମେ ନିଜ ନିଷ୍ପତ୍ତିଠାରୁ ଅଧିକ ଅନ୍ୟମାନଙ୍କ ମନ୍ତବ୍ୟକୁ ଭୟ କରୁ। କିନ୍ତୁ ଥରେ ନିଜକୁ ସତ୍ୟ ଭାବରେ ପଚାରନ୍ତୁ, ସତରେ ଅନ୍ୟ ଲୋକଙ୍କ ମତ ଆପଣଙ୍କ ଜୀବନଠାରୁ ଅଧିକ ମୂଲ୍ୟବାନ କି? ଯେଉଁମାନେ ଆପଣଙ୍କ ସଂଘର୍ଷ ସମୟରେ ଆପଣଙ୍କ ସହିତ ନଥିଲେ, ଆପଣଙ୍କ ପରିଶ୍ରମ ଓ କଷ୍ଟକୁ ଦେଖିନଥିଲେ, ସେମାନଙ୍କର ଆପଣଙ୍କ ଜୀବନର ଦିଗ ନିର୍ଦ୍ଧାରଣ କରିବାର ଅଧିକାର କେତେ? ଲୋକମାନେ ସବୁବେଳେ କିଛି ନା କିଛି କହିବେ। ଆପଣ ନୁଆଁଇଲେ କହିବେ ଦୁର୍ବଳ, ଠିକ୍ ହେଲେ କହିବେ ଅହଙ୍କାରୀ, ଚୁପ୍ ରହିଲେ ତରପୋକ, କଥା କହିଲେ ଅସଭ୍ୟ। ଅର୍ଥାତ୍ ଆପଣ ଯାହା କଲେ ମଧ୍ୟ କାହା ନା କାହାର ଆପଣଙ୍କ ସହିତ ସମସ୍ୟା ରହିବ। ତେବେ ଆପଣଙ୍କୁ ଯାହା ଠିକ୍ ଲାଗେ ତାହା କାହିଁକି କରିବେ ନାହିଁ? ଆପଣଙ୍କ ଜୀବନର କୌଣସି ଧାରାବାହିକ ନୁହେଁ, ଯାହା ସ୍କ୍ରିପ୍ଟ ସମାଜ ଲେଖିବ। ଏହା ଆପଣଙ୍କ ଜୀବନ, ଆପଣଙ୍କ ନିଷ୍ପତ୍ତି, ଆପଣଙ୍କ ଭାବନା ଏବଂ ଆପଣଙ୍କ କାହାଣୀର ନିର୍ଦ୍ଦେଶ ଆପଣ ନିଜେ। ତେଣୁ ପରବର୍ତ୍ତୀ ଥର ଯେତେବେଳେ ମନରେ ପ୍ରଶ୍ନ ଆସିବ, ଲୋକ କ'ଣ କହିବେ, ସେତେବେଳେ ନିଜକୁ କୁହନ୍ତୁ, ଏବେ ଲୋକେ ନୁହେଁ, ମୁଁ ବିବେକ ନିଷ୍ପତ୍ତି ନେବା ଯେ ମୁଁ କ'ଣ କରିବି। ନବମ କଥା, ଚୁପଚାପ ନିଜର ପରିଚୟ ତିଆରି କରନ୍ତୁ, ଘୋଷଣା ନୁହେଁ। ଆପଣଙ୍କ କାମର ପ୍ରଭାବ କଥା କହିବାର ଦରକାର। ବନ୍ଧୁଗଣ, ଯେତେବେଳେ କେହି ଆପଣଙ୍କ ମୂଲ୍ୟ ବୁଝେ ନାହିଁ, ସେତେବେଳେ ମନ ହୁଏ ଦୁନିଆରେ ଦେଖାଇବାକୁ ଯେ ଆପଣ ମଧ୍ୟ କିଛି କମ୍ ନୁହେଁ। ସୋସିଆଲ ମିଡ଼ିଆରେ ପୋଷ୍ଟ, ଷ୍ଟାଟସ୍ ଦେଖାଦେଖି ସଫେଇ ଦେବା ଆରମ୍ଭ ହୋଇଯାଏ। କିନ୍ତୁ ଏହାର ବଦଳରେ ଚାଣକ୍ୟ ନୀତି ଆମକୁ ନୀରବ ପରିଶ୍ରମର ରାସ୍ତା ଦେଖାଏ। ଯେଉଁ ବ୍ୟକ୍ତି ପ୍ରକୃତରେ ଶକ୍ତିଶାଳୀ, ତାକୁ ନିଜ ଶକ୍ତିର ଘୋଷଣା କରିବାର ଆବଶ୍ୟକତା ନଥାଏ। ତାଙ୍କର ଉପସ୍ଥିତି ହିଁ ଯଥେଷ୍ଟ। ତେଣୁ ନିଜର ଯୋଜନା ସମସ୍ତଙ୍କୁ କହିବା ବନ୍ଦ କରନ୍ତୁ। ନିଜ ପରିଶ୍ରମକୁ ନୀରବ ରଖନ୍ତୁ।
ଚୁପଚାପ ଆଗକୁ ବଢ଼ନ୍ତୁ କାହାରିକୁ, କାରଣ ଅଧିକ ଶବ୍ଦ କରୁଥିବା ଲୋକମାନେ ଅନେକ ସମୟରେ ରାସ୍ତାରେ ହିଁ ଥକିଯାଆନ୍ତି, କିନ୍ତୁ ନୀରବ କାରଣ ଅଧିକ ଶବ୍ଦ କରୁଥିବା ଲୋକମାନେ ଅନେକ ସମୟରେ ରାସ୍ତାରେ ହିଁ ଥକିଯାଆନ୍ତି, କିନ୍ତୁ ନୀରବ ଭାବରେ ଚାଲୁଥିବା ଲୋକମାନେ ଲକ୍ଷ୍ୟରେ ପହଞ୍ଚି ଯାଆନ୍ତି। ଆଜିଠାରୁ ଏକ ନିୟମ କରନ୍ତୁ, ନା ଅଭିଯୋଗ, ନା ସଫେଇ, ନା ଦେଖାଦେଖି, କେବଳ ପ୍ରତିଦିନ ନିଜକୁ ଟିକିଏ ଭଲ କରିବାକୁ ହେବ। ଯେତେବେଳେ ଲୋକମାନେ ହଠାତ୍ ଆପଣଙ୍କ ଭିତରେ ପରିବର୍ତ୍ତନ ଅନୁଭବ କରିବେ, ସେତେବେଳେ ବୁଝିବେ ଆପଣଙ୍କ ନୀରବତା ସେହି କାମ କରିଦେଇଛି ଯାହା ହଜାର ଶବ୍ଦ ମଧ୍ୟ କରିପାରିନଥାନ୍ତା। ଦଶମ କଥା, ନିଜକୁ ଏତେ ଶକ୍ତିଶାଳୀ କରନ୍ତୁ ଯେ ଆପଣଙ୍କୁ ଅଣଦେଖା କରିବା ସହଜ ନହେଉ। ଦର୍ଶକ ବନ୍ଧୁ, ଶେଷରେ ସବୁଠାରୁ କଠୋର କିନ୍ତୁ ସତ୍ୟ କଥା ହେଉଛି, ଦୁନିଆ ଅନେକ ସମୟରେ ସେହି ଲୋକଙ୍କ ଅଣଦେଖା କରେ ଯାହାକୁ ସେ ଦୁର୍ବଳତା ଭାବେ, ଏବଂ ଦୁନିଆ ସେହି ଲୋକଙ୍କୁ ସମ୍ମାନ କରେ ଯାହାଙ୍କ ଅନୁପସ୍ଥିତି ଅନୁଭବ କରେ। ଯଦି ଆପଣ ଚାହୁଁଛନ୍ତି ଯେ ଲୋକମାନେ ଆପଣଙ୍କୁ ହାଲକା ଭାବରେ ନ ନିଅନ୍ତୁ, ତେବେ ନିଜକୁ ଏପରି କରନ୍ତୁ ଯେ ଆପଣଙ୍କ ଅନୁପସ୍ଥିତି ମଧ୍ୟ ଅନୁଭବ ହେଉ। ଏହି ଶକ୍ତି କ୍ରୋଧକୁ ଆସେ ନାହିଁ, ପ୍ରତିଶୋଧରୁ ଆସେ ନାହିଁ, ଏବଂ ଝଗଡ଼ାରୁ ମଧ୍ୟ ଆସେ ନାହିଁ। ଏହି ଶକ୍ତି ଆସେ ଆତ୍ମନିର୍ଭର ହେବାରୁ, ଭାବନାତ୍ମକ ଭାବରେ ମଧ୍ୟ ଏବଂ ଜୀବନର ବ୍ୟବହାରିକ କ୍ଷେତ୍ରରେ ମଧ୍ୟ। ଯେତେବେଳେ ଆପଣ କାହା ଉପରେ ଅତ୍ୟଧିକ ନିର୍ଭର କରନ୍ତି ନାହିଁ, ଯେତେବେଳେ ଆପଣଙ୍କ ଖୁସି, ଶାନ୍ତି ଏବଂ ପରିଚୟ କେବଳ ଜଣେ ବ୍ୟକ୍ତି ସହିତ ବନ୍ଧା ରହେ ନାହିଁ, ସେତେବେଳେ ଆପଣଙ୍କ ମୂଲ୍ୟ ସ୍ଥାୟୀ ହୋଇଥାଏ। ତେଣୁ ନିଜ ଭିତରେ ଏପରି ଦୃଢ଼ତା ସୃଷ୍ଟି କରନ୍ତୁ ଯେ କେହି ଆପଣଙ୍କୁ ଛାଡ଼ି ଚାଲିଗଲେ, ଅଣଦେଖା କଲେ କିମ୍ବା ଆପଣଙ୍କ ମୂଲ୍ୟ ବୁଝିଲେ ମଧ୍ୟ ତଥାପି ଆପଣଙ୍କ ଜୀବନ ଅଟକି ନଯାଉ। ଆପଣ ଆଗକୁ ବଢ଼ୁଥାନ୍ତୁ, ଶାନ୍ତ ରୁହନ୍ତୁ, ନିଜକୁ ସନ୍ତୁଳିତ ରଖନ୍ତୁ। ଯେତେବେଳେ ଲୋକମାନେ ଦେଖିବେ ଯେ ଆପଣ ବିନା ଅଭିଯୋଗରେ, ବିନା ଭାଙ୍ଗି ପଡ଼ି, ବିନା ପ୍ରତିଶୋଧର ଭାବନାକୁ ଜଳି ମଧ୍ୟ ଆଗକୁ ବଢ଼ି ଚାଲିଛନ୍ତି, ସେତେବେଳେ ସେମାନେ ବୁଝିବେ ଯେ ସେମାନେ ଆପଣଙ୍କୁ ଭୁଲ ଭାବରେ ମାପିଥିଲେ। ସେହି ଦିନଠାରୁ ଆପଣଙ୍କ ମୂଲ୍ୟ ଅନ୍ୟମାନଙ୍କ ଆଖିରେ ନୁହେଁ, ନିଜ ଆଖିରେ ସବୁଠାରୁ ଉଚ୍ଚା ହୋଇଯିବ। ମନେ ରଖନ୍ତୁ, ସମ୍ମାନ ବାହାରୁ ଆସେ ନାହିଁ, ଏହା ଆମ ଭିତରେ ତିଆରି ହୁଏ। ଯେତେବେଳେ ଯଦି ଏହି ଭିଡ଼ିଓର କୌଣସି କଥା ଆପଣଙ୍କ ଜୀବନ ସହିତ ଜଡ଼ିତ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଏଭଳି ଚାଣକ୍ୟ ନୀତି, ଜୀବନ ଶିକ୍ଷା, ଆତ୍ମସମ୍ମାନ ସମ୍ପର୍କିତ କଥା ଆପଣଙ୍କ ପାଖରେ ପହଞ୍ଚି ପାରିବ। ଏବଂ ଏହି ଭିଡ଼ିଓକୁ ସେହି ବ୍ୟକ୍ତିଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରନ୍ତୁ ଯିଏ ଆଜି ନିଜର ମୂଲ୍ୟ ବୁଝିବାକୁ ଆପଣଙ୍କ ଆବଶ୍ୟକ କରୁଛନ୍ତି। କମେଣ୍ଟସରେ ଜଣାନ୍ତୁ ଆପଣଙ୍କୁ ଏହି 10ଟି କଥା ମଧ୍ୟରୁ କେଉଁ କଥାଟି ସବୁଠାରୁ ଭଲ ଲାଗିଲା। ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।